ଆପଣଙ୍କ ଫୋନ୍ ସ୍ଲୋ ହେଉଛି କି? ତୁରନ୍ତ ସ୍ପିଡ୍ ବଢ଼ିବାକୁ କରନ୍ତୁ ଏହି 5ଟି କାମ। ଯେତେବେଳେ ଏକ ସ୍ମାର୍ଟଫୋନ୍ ପୁରୁଣା ହୋଇଯାଏ ଏହାର ଗତି କମିଯାଏ। ଅନେକ ଲୋକ ଏହାକୁ ଷ୍ଟୋରେଜ୍ ଅଭାବକୁ ଦାୟୀ କରନ୍ତି। ସେତେବେଳେ ଅନ୍ୟମାନେ ବିଶ୍ୱାସ କରନ୍ତି ଯେ ଫୋନ୍ ପୁରୁଣା ହେବା ସହିତ ଧୀରେ ହୋଇଯିବା ସ୍ୱାଭାବିକ। ବାସ୍ତବରେ ଏହା ସବୁବେଳେ ହୁଏ ନାହିଁ। ଆପଣଙ୍କ ଫୋନ୍ ଦ୍ରୁତ ଗତିରେ ଚାଲିବା ପାଇଁ ଆପଣ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରିବେ। ତେବେ ଏହି ପରିସ୍ଥିତିରେ କ'ଣ କରିବେ ଜରୁରୀ ଜାଣନ୍ତୁ। ସଫ୍ଟୱେର୍ ଏବଂ ଆପ୍ ଗୁଡ଼ିକୁ ଅପଡେଟ୍ ରଖନ୍ତୁ। ଆପଣଙ୍କ ଫୋନ୍ର ସଫ୍ଟୱେର୍ ଏବଂ ଆପ୍ସକୁ ସର୍ବଦା ଅପଡେଟ୍ ରଖନ୍ତୁ। ଏହା ସ୍ମୁଥ୍ କାର୍ଯ୍ୟଦକ୍ଷତା ଏବଂ ଉନ୍ନତ ବ୍ୟାଟେରୀର ଲାଇଫ୍ ସୁନିଶ୍ଚିତ କରେ। ଆପଣଙ୍କ ଫୋନ୍କୁ ଅପଡେଟ୍ ନ କରିବା ଦ୍ୱାରା ସାଇବର ଆକ୍ରମଣର ଆଶଙ୍କା ମଧ୍ୟ ବଢ଼ିଥାଏ। ଅବ୍ୟବହୃତ ବୈଶିଷ୍ଟ୍ୟଗୁଡ଼ିକୁ ଅକ୍ଷମ କରନ୍ତୁ। ବ୍ଲୁଟୁଥ୍ ଏବଂ ଲାଇଭ୍ ଲୋକେସନ୍ ଭଳି ବୈଶିଷ୍ଟ୍ୟଗୁଡ଼ିକୁ ସାଧାରଣତଃ ସର୍ବଦା ଚାଲୁ ରହିଥାଏ। ଯଦି ଆପଣଙ୍କୁ ସେଗୁଡ଼ିକର ଆବଶ୍ୟକତା ନାହିଁ ତେବେ ବ୍ୟବହାର ପରେ ସେଗୁଡ଼ିକୁ ଅକ୍ଷମ କରନ୍ତୁ। ଏହା ବ୍ୟାଟେରୀ ବଞ୍ଚାଇବ ଏବଂ ଅନ୍ୟାନ୍ୟ ସମ୍ବଳ ଉପରେ ଲୋଡ୍ ହ୍ରାସ କରିବ, ଯାହାଫଳରେ ଫୋନ୍ ଆରାମରେ ଚାଲିବ। ଷ୍ଟୋରେଜ୍ର ଯତ୍ନ ନିଅନ୍ତୁ। ଯେତେବେଳେ ଆପଣଙ୍କ ଫୋନ୍ର ଷ୍ଟୋରେଜ୍ ପୂର୍ଣ୍ଣ ହୋଇଯାଏ ସେତେବେଳେ ଆପଣଙ୍କ ଫୋନ୍ ଗତି ହ୍ରାସ ପାଇବା ଅନିବାର୍ଯ୍ୟ। ତେଣୁ ଯଦି ଆପଣଙ୍କ ଫୋନ୍ର ଷ୍ଟୋରେଜ୍ ପୂର୍ଣ୍ଣ ହୋଇଯାଏ ତେବେ ଆପଣ ଅବ୍ୟବହୃତ ଆପ୍ ଗୁଡ଼ିକୁ ବାହାର କରିପାରିବେ। ସେହିପରି ଆପଣ ପୁରୁଣା କିମ୍ବା ଡୁପ୍ଲିକେଟ୍ ଫଟୋ, ଭିଡ଼ିଓ ଏବଂ ଅନ୍ୟାନ୍ୟ ଫାଇଲ୍ ଗୁଡ଼ିକୁ ଡିଲିଟ୍ କରି ଷ୍ଟୋରେଜ୍ ଖାଲି କରିପାରିବେ। ଫୋନ୍କୁ ରିଷ୍ଟାର୍ଟ କରନ୍ତୁ। ଯଦି ଆପଣ ଯାତ୍ରା କରୁଥିବା ସମୟରେ ଆପଣଙ୍କ ଫୋନ୍ ହଠାତ୍ ଧୀର ହୋଇଯାଉଥିବା ଏବଂ ସାଧାରଣ ଅପେକ୍ଷା ଧୀର ଚାଲୁଥିବା ଲକ୍ଷ୍ୟ କରନ୍ତି ତେବେ ଏହାକୁ ରିଷ୍ଟାର୍ଟ କରନ୍ତୁ। ଏହା ଅସ୍ଥାୟୀ ତ୍ରୁଟିଗୁଡ଼ିକୁ ସମାଧାନ କରେ। ଏହା ଆପଣଙ୍କ ଫୋନ୍ର ଗତିକୁ ବୃଦ୍ଧି କରିବା ଉଚିତ। ଫ୍ୟାକ୍ଟ୍ରି ସେଟିଂ ହେଉଛି ଶେଷ ବିକଳ୍ପ। ଯଦି ଉପରୋକ୍ତ କୌଣସି ପଦ୍ଧତି କାମ ନ କରେ ତେବେ ଫ୍ୟାକ୍ଟ୍ରି ରିସେଟ୍ ହେଉଛି ଶେଷ ବିକଳ୍ପ। ଏହା ଫୋନ୍ର ଷ୍ଟୋରେଜ୍ ହୋଇଥିବା ସମସ୍ତ ସେଟିଂ ଏବଂ ଫାଇଲ୍ କାଟିଦେବା, ଯାହାଫଳରେ ଆପଣଙ୍କୁ ଏକ ସମ୍ପୂର୍ଣ୍ଣ ନୂତନ ଫୋନ୍ ମିଳିବ। ମନେ ରଖନ୍ତୁ ଯେ ଫ୍ୟାକ୍ଟ୍ରି ରିସେଟ୍ ସମସ୍ତ ଡାଟା କାଟିଦେବ, ତେଣୁ ପୂର୍ବରୁ ଏହାର ବ୍ୟାକଅପ୍ ନିଅନ୍ତୁ। ଯଦି ଆପଣମାନଙ୍କୁ ଆମର ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।